ଦେଖନ୍ତୁ ଦୀର୍ଘ 40 ବର୍ଷରୁ ଅଧିକ ହେବ ନା ଖଣି କମ୍ପାନୀ ଶୁଣୁଛି ନା ନା କୌଣସି ପ୍ରଶାସନିକ ସ୍ତରରେ ଏ ବିଷୟରେ କିଛି ପଦକ୍ଷେପ ନିଆଯାଇଛି। 40 ବର୍ଷରୁ ଅଧିକ ହେବ ରାସ୍ତା ଆମର ଯେମିତିକି ସେମିତି ରହିଛି। କ'ଣ ଆମ କୋଟି କୋଟି ଟଙ୍କା ଯଦି ଆମ ମାଇନ୍ସ ଗୁଡ଼ାରୁ DMF ଫଣ୍ଡକୁ କିମ୍ବା ସରକାର ରାଜସ୍ୱ ନେଉଛି, କ'ଣ ଆମେ ଏଇ କୁଇଡ଼ାବାସୀ କିମ୍ବା ଆମର ଓରାଗାଟ କଳମଙ୍ଗ ତାପରକୁ ଆମର ହେଲା ଇନ୍ଦୁପୁର ସାଡ଼େ ବଣପୁର ତେରେଇ ଏଇ ରାସ୍ତା କ'ଣ ମାଟି ରାସ୍ତାକୁ ଡିଜର୍ଭ କରନ୍ତି କି? ତ ଆମେ ଚାହୁଁଛୁ ଏହାର ସ୍ଥାୟୀ ସମାଧାନ ହଉ, ଆମର କଂକ୍ରିଟ ରୋଡ ହଉ କଲମଙ୍ଗ ଛକଠୁ ତେରେଇ ଛକ ପର୍ଯ୍ୟନ୍ତ। ଯେ ପର୍ଯ୍ୟନ୍ତ ରାସ୍ତା ଆମକୁ ଲିଖିତ ଭାବରେ ପ୍ରତିଶ୍ରୁତି ଦିଆଯାଇ ନାହିଁ ସେ ପର୍ଯ୍ୟନ୍ତ ଆମେ ଗଣଧାରଣାରେ ବସିବୁ। ଦେଖନ୍ତୁ ଏ ରାସ୍ତା ଆମ ଟେହରେଇ ଠାରୁ କଳମଙ୍ଗ ପର୍ଯ୍ୟନ୍ତ ବର୍ଷା ଦିନ ମାନଙ୍କରେ ବହୁତ ଅସୁବିଧା ହେଉଛି ଏବଂ ଚଲାପଥର ଯେଉଁମାନେ ଚାଲୁଛନ୍ତି ତାଙ୍କ ପାଇଁ ତ କହିଲେ ନ ସରେ ଏବଂ ଆମ୍ବୁଲାନ୍ସ ଯିବା ଆସିବାର ଅସୁବିଧା, ଗାଡ଼ି ଏମିତି ଜାମ୍ ହେଇ ରହୁଛି ଯାହାଦ୍ୱାରା 3 ଘଣ୍ଟା 4 ଘଣ୍ଟା ପର୍ଯ୍ୟନ୍ତ ଗାଡ଼ିର ଯିବା ଆସିବାର ଅସୁବିଧା ହେଇଯାଉଛି। ଏବଂ ଇଏ ରାସ୍ତା 5/5/25ରେ ସାଂସନ୍ ହେଇଥିଲେ ମଧ୍ୟ ତାର ମ୍ୟାପ୍ ମଧ୍ୟ ବନିଛି, କିନ୍ତୁ ଏ ରାସ୍ତା ଉପରେ କେହି ଗୁରୁତ୍ୱ ଦେଉନାହାନ୍ତି। ନା କମ୍ପାନୀ ନା ଆମର ଗଭର୍ଣ୍ଣମେଣ୍ଟ କର୍ତ୍ତୃପକ୍ଷ କେହି ଏ ରାସ୍ତାକୁ ଗୁରୁତ୍ୱ ଦେଉନାହାନ୍ତି। ଆମେ ଚାହୁଁଛୁ ଯେ ଏତିକି ଗାଁ ଯେଉଁ ଆମେ ଏ ରାସ୍ତାରେ ଯାତାୟାତ କରୁଛୁ ଏବଂ ଚଳପ୍ରଚଳ କରୁଛୁ, ଆମର ଅବସ୍ଥା ଶୋଚନୀୟ ରହୁଛି। ତେଣୁକି ଆମେ এই ଗଣଧାରଣା ଦେଇଛୁ। ଏ ରାସ୍ତା ଆମେ जब तक ଏଠି ଆମେ ଆସିକି ବିଚାର ନ କରାଯାଏ କି ଏ ରାସ୍ତାକୁ କେବେଠୁ କଣ୍ଟ୍ରାକ୍ଟର କାମ କରିବ, କେବେଠୁ ଏ କାମର କାର୍ଯ୍ୟକାରୀ ହେବ, ସେ ପର୍ଯ୍ୟନ୍ତ ଆମେ ଏଠି ଗଣଧାରଣାରେ ବସିବୁ ଏବଂ ହେଇସାରିଲା ପରେ ଆମେ ଏ ଗଣଧାରଣାକୁ ରଦ୍ଦ କରିବୁ। ବହୁତ ଦିନ ହେଲାଣି ଏଇ ରୋମଟା କମ୍ପାନୀ ଆମର ଖଣି ଚଲେଇ ଆସୁଛି, କିନ୍ତୁ ଆମର ରାସ୍ତା ନାହିଁ। ଗାଁରେ ରାସ୍ତା ନାହିଁ, ବଡ଼ିନପୁରରେ ରାସ୍ତା ନାହିଁ, ଉଡ଼େଇବାଡ଼ ରାସ୍ତା ନାହିଁ, ଅରାଘାଟ ନାହିଁ, କଳମଙ୍ଗ ନାହିଁ। ଏବଂ ଆମର ଏଇ ରାସ୍ତାକୁ ପଞ୍ଚାୟତ ରାସ୍ତାକୁ ସିଏ ଅଧିକାର କରି ମୁରୁମ ରାସ୍ତାରେ ସେ ଚଲେଇ ଆସୁଛି। ଆମର ଛୁଆଗୁଡ଼ା ସ୍କୁଲ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଆମର ଘର ଭିତରେ ସମସ୍ତଙ୍କର ଘର ଭିତରେ ପାଣି ପଶି ଯାଉଛି ବର୍ଷା ସିଜନରେ। ସେଥିପାଇଁ ଆମେ ଆଜି ଗଣଧାରଣା ଦେଇଛୁ କି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ, ଯେତେ ପର୍ଯ୍ୟନ୍ତ ଆମର କର୍ତ୍ତୃପକ୍ଷ ଆସିକି ଆମକୁ ଲିଖିତ ଆକାରରେ ନ ଦେବେ ସେଥି ପର୍ଯ୍ୟନ୍ତ ଆମେ ଗଣଧାରଣାରେ ବସିବାକୁ ବାଧ୍ୟ ହେବୁ। ଦେଖନ୍ତୁ ଏ ରାସ୍ତା ହେଉଛି ମୁଖ୍ୟ ରାସ୍ତା ଆମର କଳମଙ୍ଗରୁ କୋଇଡ଼ା ପର୍ଯ୍ୟନ୍ତ, କିନ୍ତୁ ଏ ରାସ୍ତାର ଦୁର୍ଦ୍ଦଶା ହେଇକି ପଡ଼ିଛି। ବର୍ଷା ଦିନରେ ତ ଅତ୍ୟନ୍ତ ଦୁଃଖର କଥା ଯେ ଏ ରାସ୍ତାରେ କୌଣସି ବାଇକ୍ ବା ଚଲାପଥରେ ଯେଉଁମାନେ ଯାଉଛନ୍ତି ସେମାନେ ଏତେ ଭାବରେ ମର୍ମାହତ ହୋଇ ରହୁଛନ୍ତି କହିଲେ ନ ସରେ। କିନ୍ତୁ ଏ ରାସ୍ତା ଉପରେ କୌଣସି ଗୁରୁତ୍ୱର କେହି ପ୍ରଶାସନ କିମ୍ବା ମାଇନ୍ସ କର୍ତ୍ତୃପକ୍ଷ କେହି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ଏ ରାସ୍ତା ଆମର ଦେଖନ୍ତୁ ଏ ରାସ୍ତା ଆମର ସାଂସନ୍ ହେଇଛି 26,14,00,000 ଟଙ୍କାରେ, କିନ୍ତୁ ଏପର୍ଯ୍ୟନ୍ତ ଏତାର ମ୍ୟାପ୍ ମଧ୍ୟ ବନିଛି। କିନ୍ତୁ ଏ ମ୍ୟାପ୍ ବନିବା ସତ୍ତ୍ୱେ କି ଇଏ ଗ୍ରାଣ୍ଟ ହେବା ସତ୍ତ୍ୱେ ମଧ୍ୟ ଏ କାମ କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ଆମେ ଏ 5-6 ଗାଁ ମିଶି ଏ ରାସ୍ତାର ଯେପର୍ଯ୍ୟନ୍ତ ଆମର ଏ ରାସ୍ତାର ଡିମାଣ୍ଡ ପୁରା ହେଇନି କି ଏ ରାସ୍ତା ପକ୍କା ହେଇନି ସେ ପର୍ଯ୍ୟନ୍ତ ଆମେ ଗଣଧାରଣାରେ ବସିବୁ ଏବଂ ଲିଖିତ ଆକାରରେ କମ୍ପାନୀ ହଉ କିମ୍ବା ଆମର ଗଭର୍ଣ୍ଣମେଣ୍ଟର ବିଡ଼ିଓ ହଉ କି ଯେକୌଣସି ଆମର ପଦପଦବୀରେ ଯିଏମାନେ ରହୁଛନ୍ତି ଆସିକି ଏଟାକୁ ଗଣଧାରଣାରେ ବସିକି ଡିସ୍କସ୍ କରିବେ ଏବଂ ଲିଖିତ ଆକାରରେ ଦେବେ ଯାଇକି ଏ ଧାରଣା ଉଠିବ।